ପାଉଲ କହୁଛନ୍ତି ସେ ଲେଖିବାର କାରଣ ହେଲା ସେମାନେ ଯେପରି ଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସିବେ, ସମ୍ପୂର୍ଣ୍ଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ। ଆଜି ଅନ୍ୟମାନଙ୍କ ନିମନ୍ତେ ଆମ ହୃଦୟରେ କ'ଣ ସେଇ ଇଚ୍ଛା ଅଛି କି? ଆମେ କ'ଣ ଈଶ୍ୱରଙ୍କ ପ୍ରେମ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରୁଛୁ କି? ଗତି ପ୍ରଦୀପ ସେହି ନିରାଶରେ ଆଶା ଦେଇ ଏ ଘୋର ଦୁର୍ଦିନ କାଳେ ବନ୍ଧୁର ପଥ ଧାରେ ଦିଏ ସେ ଯେ ଶାନ୍ତି ଶିଖା, ଦିଏ ସେ ଯେ ଶାନ୍ତି ଶିଖା। ଘୁଞ୍ଚାଇ ବିଭୀଷିକା পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা, পথ প্রদর্শিকা। প্রিয় দর্শক বন্ধু নমস্କାର। প্রভু যীশুଙ୍କ ମଧୁର ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ପୁଣି ଥରେ ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ। ଆମ ପ୍ରାର୍ଥନା ଯେ ଆପଣ ଏହି ମନ୍ଦ ଜଗତରେ ଈଶ୍ୱରଙ୍କ ନିମନ୍ତେ ଆଲୋକ ସ୍ୱରୂପେ ଜୀବନଯାପନ କରନ୍ତୁ। ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ଜୀବନରେ କାର୍ଯ୍ୟ ସାଧନ କରୁ। ଆପଣ ଆପଣଙ୍କ ଅନୁଭୂତି ନିଶ୍ଚୟ ଆମକୁ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ, କାରଣ ଆପଣଙ୍କ ଫୋନ୍ କଲ୍ ଆମମାନଙ୍କ ନିମନ୍ତେ ଅତି ବହୁମୂଲ୍ୟ। ତେଣୁ ନିଶ୍ଚୟ ଆମ ସହିତ ଯୋଗାଯୋଗ କରିବେ। ଆମେ ଗତ ପାଠରେ ଆତ୍ମିକ ଯୁଦ୍ଧ ବିଷୟରେ ଆଲୋଚନା କରୁଥିଲୁ, କିନ୍ତୁ ଆମେ ଯେତେବେଳେ 11 ପର୍ବକୁ ଆସୁ, ପ୍ରଥମ ଭାଗରେ କରନ୍ଥୀ ମଣ୍ଡଳୀର କିଛି ଲୋକ ଯେଉଁମାନେ ଭ୍ରାନ୍ତ ଶିକ୍ଷାର ବଶବର୍ତ୍ତୀ ଥିଲେ, କେବଳ ସୁସମାଚାରରେ ବିଶ୍ୱାସ ନ କରି ଜିହୁଦୀ ରୀତିନୀତି ମଧ୍ୟ ଯୋଗ କରୁଥିଲେ, ସେମାନଙ୍କ ମଧ୍ୟରେ କେତେକ ଅନୁତାପ କରି ଫେରି ଆସିଥିବା ଆମେ ଲକ୍ଷ୍ୟ କରୁ। ସେମାନେ ସେମାନଙ୍କ ଭୁଲ ବୁଝିପାରିଥିଲେ। ତେଣୁ ପାଉଲ ଲେଖୁଛନ୍ତି, ତୁମମାନେ ମୋହର ଅଳ୍ପ ନିର୍ବୋଧତା ସହ୍ୟ କରିଅଛ। ସେ କ'ଣ କହିବାକୁ ଚାହାନ୍ତି? ପାଉଲ ଯେପରି ଭାବରେ ସେମାନଙ୍କୁ ପତ୍ର ଲେଖିଥିଲେ, ସେ କହିବାକୁ ଚାହୁଁଛନ୍ତି ଯେ ସେ ପ୍ରକାର ଲେଖିବା ଉଚିତ ନଥିଲା। କାରଣ କରନ୍ଥୀ ମଣ୍ଡଳୀର ବିଶ୍ୱାସୀମାନେ ବାସ୍ତବ ହୃଦୟରେ ପ୍ରଭୁଙ୍କଠାରେ ବିଶ୍ୱାସ କରିଥିଲେ, କିନ୍ତୁ ଭ୍ରାନ୍ତ ଶିକ୍ଷାର ବଶବର୍ତ୍ତୀ ହୋଇଥିଲେ। ବର୍ତ୍ତମାନ ଅନୁତାପ କରି ଫେରିଛନ୍ତି। ପାଉଲ କହୁଛନ୍ତି ସେ ଲେଖିବାର ଗୋଟିଏ କାରଣ ହେଲା ସେମାନେ ଯେପରି ଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସିବେ, ସମ୍ପୂର୍ଣ୍ଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ। ତାହା ହିଁ ପାଉଲଙ୍କର ଇଚ୍ଛା ଥିଲା। ତାଙ୍କ ହୃଦୟର ଇଚ୍ଛା ଥିଲା ଯେ ସେମାନେ ଯେପରି ପ୍ରଭୁ ଯୀଶୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବେ, କାରଣ ପାଉଲଙ୍କ ହୃଦୟରେ ସେମାନେ ଥିଲେ। ପାଉଲ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିଥିଲେ। ଆଜି କ'ଣ ଆମେ ପାଉଲଙ୍କ ପରି ଅନ୍ୟର ପରିବର୍ତ୍ତନରେ ଆନନ୍ଦ କରୁଛୁ କି? ଆମେ ଅନ୍ୟମାନଙ୍କୁ ପ୍ରଭୁ ଯୀଶୁଙ୍କ ନିକଟକୁ ଆଣିବାକୁ ପାରୁଛୁ କି? ତେବେ ଆସନ୍ତୁ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ଜୀବନରେ ଯାହା କିଛି ପାପ କରିଥିଲି, ତୁମରି ଆଗରେ ମୋର ହୃଦୟ ଖୋଲିଲି। ଜୀବନରେ ଯାହା କିଛି ପାପ କରିଥିଲି, ତୁମରି ଆଗରେ
दुनिया सारा तुमको खोजिली आखिर लुहरे तुमको पाइली। जेते लुह झरी जाऊ आजी अंतरे मु तुमको जे पाइअछि खोजी। मो आखिर जेते आसंतु वर्तमान आमे प्रभुंकर वाक्य मध्यकु जिबा। आज आम द्वितीय कोरिन्थीय 11 पर्वर प्रथम पदरू आरंभ करी 15 पद पर्यंत अध्ययन करने निमंते जिबा। एही अंशर मुख्य आलोचनार प्रसंग हेउछि पाउलंक प्रेरित पदर स्पष्टीकरण। पाउल एही पर्वरे अति निजर और व्यक्तिगत भाव नहीं लेखिअछंती। पाउल सेही कोरिन्थीय मंडलीर ख्रीष्ट विश्वासी मानकु स्मरण कराई दियंती जे सेमाने जीवंत ख्रीष्टଙ୍କ सहित संयुक्त होइअछंती ଓ ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ପ୍ରେମ ପ୍ରକାଶ କରିଅଛନ୍ତି। ଏଠାରେ ମୁଁ ମଧ୍ୟ ଅତି ଦୃଢ଼ତାର ସହିତ କହିପାରେ ଯେ ଏହି ପତ୍ରର ସମ୍ବାଦ ମୋ ଜୀବନ ପ୍ରତି ଅତି ଫଳପ୍ରଦ ହୋଇପାରିଛି ଓ ଏହାଦ୍ୱାରା ମୁଁ ବିଶେଷ ଉପକୃତ ହୋଇପାରିଛି, କାରଣ ଏହା ମୋହର ହୃଦୟକୁ ସ୍ପର୍ଶ କରିଅଛି। ଏହି ସମ୍ବାଦ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଓ ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରତି ପ୍ରଯୁଜ୍ୟ। ତେବେ ଏହି ପତ୍ରର ଶେଷ ଭାଗଟି ପ୍ରେରିତ ପାଉଲଙ୍କ ଆହ୍ୱାନ ବିଷୟ ନେଇ ପ୍ରକାଶ କରେ। 10 ପର୍ବରେ ଆମେ ଦେଖିଥିଲୁ ପ୍ରେରିତ ପାଉଲଙ୍କ ପ୍ରେରିତ ପଦର ପ୍ରମାଣ ସିଦ୍ଧତା, କିନ୍ତୁ ଆଜି ଆମେ ଏହି 11 ପର୍ବରେ ତାହାଙ୍କ ପ୍ରେରିତ ପଦର ସ୍ପଷ୍ଟୀକରଣ ନେଇ କିଛି ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ, ଦ୍ୱିତୀୟ କୋରିନ୍ଥୀୟ 11 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ତୁମେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ, ହଁ ତୁମେମାନେ ତ ମୋ ପ୍ରତି ସହିଷ୍ଣୁ, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ପାଉଲ କରିନ୍ଥକୁ ଆସିଥିଲେ, ସେ ସୁସମାଚାର ପ୍ରଚାର କରିଥିଲେ ଓ ମଣ୍ଡଳୀ ଗଠିତ ହୋଇଥିଲା, କାରଣ ସେ ଏହି ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ କରାଇଥିଲେ, ଅର୍ଥାତ୍ ସତୀ କନ୍ୟା ସଦୃଶ ଖ୍ରୀଷ୍ଟଙ୍କଠାରେ ମିଳିତ କରାଇଥିଲେ। କାରଣ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ ସ୍ୱରୂପ ବା ସ୍ୱାମୀ ଓ ବିଶ୍ୱାସୀ ମଣ୍ଡଳୀ ହେଉଛି ତାହାଙ୍କର କନ୍ୟା ସଦୃଶ। ଏହାପରେ 11 ପର୍ବର 3 ପଦରେ ଲେଖା ଅଛି, କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି। ପାଉଲ ଏଠାରେ ମଧ୍ୟ ସେହି ଅଳ୍ପ ସଂଖ୍ୟକ ବା ସଂଖ୍ୟା ଲଘୁ ଦଳର ଲୋକମାନଙ୍କୁ କହନ୍ତି, ଯେଉଁମାନେ କି ତାହାଙ୍କର ବିରୁଦ୍ଧରେ ସମସ୍ୟା ଉପୁଜାଉଥିଲେ ଓ ତାହାଙ୍କର ପ୍ରଚାର କାର୍ଯ୍ୟର ଅବମାନନା କରିବା ନିମନ୍ତେ ଚେଷ୍ଟା କରୁଥିଲେ। ତେଣୁକରି ସେ ଏଠାରେ ତାହାଙ୍କର ପ୍ରେରିତ ପଦକୁ ସମର୍ଥନ କରନ୍ତି। ସେ ଏହିପରି ଲେଖନ୍ତି, ଯାହାକି 11 ପର୍ବର 2 ପଦରେ ଲେଖା ଅଛି, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ଯୋଗୀ। କାହିଁକି ପାଉଲ ସେମାନଙ୍କ ନିମନ୍ତେ ନିଜକୁ ନିର୍ବୋଧ ବୋଲି ବିଚାର କରିବା ପାଇଁ ଇଚ୍ଛା କରୁଥିଲେ? ନିଜର ପ୍ରେରିତ ପଦକୁ ସମର୍ଥନ କରିବାକୁ ଯାଇ ସେ ନିଜକୁ ନିର୍ବୋଧ ବୋଲି ବିଚାର କରୁଥିଲେ, କାରଣ ଏହା ତାହାଙ୍କ ସୁସମାଚାର ପ୍ରଚାରର ମୂଳ ଉଦ୍ଦେଶ୍ୟକୁ ସାଧନ କରିପାରି ନ ଥିଲା କି ସୁସମାଚାରକୁ ପ୍ରକାଶ କରିପାରି ନ ଥିଲା, ଯେହେତୁ ସେ ନିଜର ପ୍ରେରିତ ପଦକୁ ସମର୍ଥନ କରୁଥିଲେ ଓ ନିଜକୁ ସୁସମାଚାର ସ୍ଥାନରେ ପ୍ରତିଷ୍ଠିତ କରାଇଥିଲେ ଓ ଏହା ମଧ୍ୟ ଅତି ଜରୁରୀ ଥିଲା। ଯଦିଓ ସେ ନିଜକୁ ସମର୍ଥନ କରିବା ପରିବର୍ତ୍ତେ ଖ୍ରୀଷ୍ଟଙ୍କୁ ସେମାନଙ୍କ ନିକଟରେ ପ୍ରକାଶ କରିବେ, ମାତ୍ର ବର୍ତ୍ତମାନ ସେ ନିଜର ପ୍ରେରିତ ପଦକୁ ସମର୍ଥନ କରିବା ଅତି ଜରୁରୀ ଥିଲା। ତେଣୁକରି ସେ କହନ୍ତି, ମୁଁ ନିର୍ବୋଧତାର ସହିତ କହୁଅଛି। ଏହି ପର୍ବରେ
ସେ ବାରମ୍ବାର ଏହି ନିର୍ବୋଧତାର ବିଷୟକୁ ଉପସ୍ଥାପିତ କରନ୍ତି। ସେ କହନ୍ତି ଯେ ସେହିପରି ନିର୍ବୋଧତାର ସହିତ ତାହାଙ୍କ ପ୍ରେରିତିକ ପଦର ସମର୍ଥନ କରିବା ତାହାଙ୍କର ପକ୍ଷେ ନିତାନ୍ତ ଆବଶ୍ୟକ। ମାତ୍ର ସେ ତଥାପି କହନ୍ତି ଯେ ଏହା ତାହାଙ୍କ ପକ୍ଷେ ନିର୍ବୋଧତାର ବିଷୟ, କାରଣ ଏହା ସୁସମାଚାର ପ୍ରଚାରର ମୁଖ୍ୟ ଅଭିମତକୁ ସଫଳ କରେ ନାହିଁ। ମାତ୍ର ତଥାପି ସେ ଅନୁଭବ କରନ୍ତି ଯେ ସେ ତାହା କରିବା ଉଚିତ, କାରଣ ସେ ସେହି କରିନ୍ଥରେ ଥିବା ସଂଖ୍ୟାଲଘୁ ଦଳର ପ୍ରତିବନ୍ଧକର ସମ୍ମୁଖୀନ ହେଉଥିଲେ, ଯେଉଁମାନେ କି ତାହାଙ୍କର ପ୍ରେରିତ ପଦକୁ ସମର୍ଥନ କରୁନଥିଲେ ଓ ତାହାଙ୍କୁ ଜଣେ ସାଧାରଣ ମନୁଷ୍ୟ ଭାବେ ଚିନ୍ତା କରୁଥିଲେ। ଏହି କାରଣରୁ ସେ ସେମାନଙ୍କୁ ତାହାଙ୍କର ନିର୍ବୋଧତାର ବିଷୟକୁ ସହ୍ୟ କରିବାକୁ କହନ୍ତି, ଯେପରି ସେ ତାହାଙ୍କର ସେହି ପ୍ରେରିତ ପଦର ଆତ୍ମପକ୍ଷ ସମର୍ଥନ କରିପାରନ୍ତି ଓ ତାହାଙ୍କର ପ୍ରେରିତ ପଦକୁ ଅଧିକାରର ସହିତ ସାବ୍ୟସ୍ତ କରିପାରନ୍ତି। ସେ ଏଠାରେ ଶୟତାନର ଧୂର୍ତ୍ତତା ପ୍ରତି ସତର୍କତା ଅବଲମ୍ବନ କରିବାକୁ କହନ୍ତି, କାରଣ ଶୟତାନର କାର୍ଯ୍ୟ ହେଉଛି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରୁ ବିଚ୍ଛିନ୍ନ କରିବା, ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ପଥଭ୍ରଷ୍ଟ କରାଇବା। ତାହା ହିଁ ଆମେ ଆଦ୍ୟ ମଣ୍ଡଳୀ ମଧ୍ୟରେ ଶୟତାନର କାର୍ଯ୍ୟକୁ ଲକ୍ଷ୍ୟ କରୁ। ସେ ପ୍ରଥମେ ମଣ୍ଡଳୀ ପ୍ରତି ତାଡ଼ନା ଘଟାଇ ସେମାନଙ୍କୁ ଛିନ୍ନ ଭିନ୍ନ କରାଇବାକୁ ଚେଷ୍ଟା କଲା। ମାତ୍ର ମଣ୍ଡଳୀ ଅଧିକରୁ ଅଧିକ ବୃଦ୍ଧି ପାଇବାକୁ ଲାଗିଲା। ତେଣୁ ସେ ତହିଁରେ ବିଫଳ ହେବାରୁ ପୁନର୍ବାର ଆଉ ଏକ କୌଶଳ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲା। ଆଉ ତାହା ହେଉଛି ଯେ ସେ ମଣ୍ଡଳୀକୁ ଏକାଠି କରି ମଣ୍ଡଳୀ ମଧ୍ୟରୁ ହିଁ ପ୍ରତିବନ୍ଧକ ଛିଡ଼ା କରାଇବା ପାଇଁ ଚେଷ୍ଟା କଲା, ଯେପରି ମଣ୍ଡଳୀ ଛିନ୍ନ ଭିନ୍ନ ହୋଇଯାଏ। ସେ ଆଜି ମଧ୍ୟ ତାହା କରେ। ସେ ଈଶ୍ୱରଙ୍କ ବାକ୍ୟର ବହୁମୂଲ୍ୟତା ଉପରେ ହସ୍ତକ୍ଷେପ କରେ ଓ ସେ ସୁସମାଚାରକୁ ମୂଲ୍ୟହୀନ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରେ। ଏପରିକି ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ସନ୍ଦେହ ଆଣିଦିଏ। ଯଦି ତହିଁରେ ବିଫଳ ହୁଏ, ତାହେଲେ ସେ ଈଶ୍ୱରଙ୍କ ବାକ୍ୟ ପ୍ରଚାରକମାନଙ୍କ ଉପରେ ହସ୍ତକ୍ଷେପ କରି ସେମାନଙ୍କୁ ଅପମାନିତ ତଥା ଲଜ୍ଜିତ କରାଇବା ପାଇଁ ଚେଷ୍ଟା କରେ, ଯେପରି ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ବାଧା ଉପୁଜିବ। ଏହା ହିଁ ହେଉଛି ଶୟତାନର ମୁଖ୍ୟ ଉଦ୍ଦେଶ୍ୟ, ଆଉ ତାହା ସିଏ ସଦାସର୍ବଦା ସାଧନ କରିବା ପାଇଁ ଚେଷ୍ଟା କରେ। ତେଣୁକରି ଆଜି ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ବିଶୃଙ୍ଖଳା ଉପୁଜୁଛି, ଦଳଭେଦ ମତଭେଦ ଉପୁଜୁଛି, କାରଣ ଶୟତାନ ଚାହେଁ ନାହିଁ ଯେ ବିଶ୍ୱାସୀମାନେ ସମବେତ ଭାବରେ ପ୍ରଭୁଙ୍କର ଉପାସନା କରନ୍ତୁ, ପ୍ରଭୁଙ୍କର ଗୌରବ କରନ୍ତୁ, ପ୍ରଭୁଙ୍କର ମହିମା ପ୍ରକାଶ କରନ୍ତୁ। ତେବେ ପାଉଲ ପୁନର୍ବାର ଏହି 11 ପର୍ବର 3 ପଦରେ ସ୍ପଷ୍ଟ କରିଦିଅନ୍ତି ଯେ ସେ ଆଉ ନିଜର ପ୍ରେରିତ ପଦର ଆତ୍ମପକ୍ଷ ସମର୍ଥନ ନ କରି ବରଂ ସୁସମାଚାର ପ୍ରଚାର କରିବେ। ସେ ନିଜକୁ ସମର୍ଥନ କରିବାରେ ସମୟ ନିଅନ୍ତି, ଯେହେତୁ ସେ କରିନ୍ଥୀୟମାନଙ୍କ ନିମନ୍ତେ ବିଶେଷ ଉଦ୍ଯୋଗୀ। ସେ ସେମାନଙ୍କୁ ପ୍ରେମ କରନ୍ତି। ସେ ମଧ୍ୟ ଭୟ କରନ୍ତି କାଳେ ସେମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, କାରଣ ପାଉଲ ଶୟତାନର କାର୍ଯ୍ୟକୁ ଜାଣନ୍ତି। ସେଥିପାଇଁ ସେ ସେମାନଙ୍କୁ ଏହି ବିଷୟ ନେଇ ସତର୍କ କରାଇ ଦେଉଥିଲେ, ଯେପରି ସେମାନେ ତାହାଙ୍କୁ ଭୁଲ ନ ବୁଝନ୍ତୁ ଏବଂ ପ୍ରଭୁଙ୍କର ବାକ୍ୟ ପ୍ରତି ଯେପରି ସେମାନେ ମନୋଯୋଗ କରନ୍ତୁ। 2 କରିନ୍ଥୀୟ 11 ପର୍ବର 4 ପଦରେ ଲେଖା ଅଛି, କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହେଲେ ତୁମେମାନେ ତ ବଡ଼ ସହିଷ୍ଣୁ। ଆଜି ମଧ୍ୟ ଆମେ ସେହିପରି ଅନ୍ୟ ଖ୍ରୀଷ୍ଟ, ଅନ୍ୟ ଆତ୍ମା, ଅନ୍ୟ ସୁସମାଚାର ପ୍ରଚାରିତ ହେବାର ଲକ୍ଷ୍ୟ କରୁଅଛୁ। ଅର୍ଥାତ୍ ଲୋକେ ଖ୍ରୀଷ୍ଟଙ୍କୁ, ଆତ୍ମାଙ୍କୁ ଓ ସୁସମାଚାରକୁ ଭିନ୍ନ ଭାବରେ ପ୍ରଚାର କରନ୍ତି। ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରନ୍ତି ସତ୍ୟ, ମାତ୍ର ସେମାନେ ଖ୍ରୀଷ୍ଟଙ୍କର ସେହି କୁମାରୀ ଗର୍ଭରେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଜନ୍ମଗ୍ରହଣ କରିବାର ବିଷୟକୁ, ଖ୍ରୀଷ୍ଟଙ୍କର ଈଶ୍ୱରତ୍ୱକୁ ଓ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ଅସ୍ୱୀକାର କରନ୍ତି। ଏହାଦ୍ୱାରା ସେମାନେ ଏକ ଭିନ୍ନ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି ଓ ଆଜି ମଧ୍ୟ ଅନେକ ଏହିପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ପାଉଲ ସେହି କରିନ୍ଥୀୟ ମଣ୍ଡଳୀର ସଂଖ୍ୟାଲଘୁ ଦଳର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହନ୍ତି, ଯେଉଁମାନେ କି ତାହାଙ୍କୁ ଜଣେ ପ୍ରେରିତ ବୋଲି ଗ୍ରହଣ କରିବାକୁ ଇଚ୍ଛା କରୁନଥିଲେ, ଯଦି ତୁମ୍ଭେମାନେ ଆମମାନଙ୍କ ଶିକ୍ଷାର ବିରୁଦ୍ଧରେ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ସହିତ ସହିଷ୍ଣୁତାର ସହ ଆଚରଣ କରୁଅଛ, ତାହେଲେ ତୁମେମାନେ ତ ବଡ଼ ସହିଷ୍ଣୁ। 11 ପର୍ବର 5 ପଦରେ ଲେଖା ଅଛି,
କାରଣ ସେହି ଶ୍ରେଷ୍ଠତର ପ୍ରେରିତମାନଙ୍କଠାରୁ ମୁଁ ଯେ କୌଣସି ପ୍ରକାରେ କ୍ଷୁଦ୍ର ନୁହେଁ, ଏହା ମନେ କରୁଅଛି। ଏଠାରେ ମୁଁ ପାଉଲଙ୍କୁ 1 ନମ୍ବର ପ୍ରେରିତ ଭାବରେ ହିସାବ କରେ। ସେ କହନ୍ତି ଯେ ସେ ପ୍ରେରିତମାନଙ୍କ ମଧ୍ୟରେ କୌଣସି ପ୍ରକାର କ୍ଷୁଦ୍ର ନୁହନ୍ତି। ସେ ସେହି କରିନ୍ଥିୟମାନଙ୍କୁ ଜଣାଇ ଦେବାକୁ ଚାହାନ୍ତି ଯେ ସେ ଅନ୍ୟ ପ୍ରେରିତମାନଙ୍କ ଭଳି ନିଜେ ମଧ୍ୟ ଜଣେ ପ୍ରେରିତ। ସେ ସେମାନଙ୍କ ନିକଟକୁ ଜଣେ ତମ୍ବୁ ନିର୍ମାଣକାରୀ ଭାବେ ଆସିବା ଦ୍ୱାରା ଓ ସେ ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ମୃଦୁତା ଓ କୋମଳତା ସହିତ ଆଚରଣ କରିବାର ଅର୍ଥ ନୁହେଁ ଯେ ସେ ଜଣେ ପ୍ରେରିତ ନୁହନ୍ତି। ଆପଣ ଦେଖନ୍ତୁ ପାଉଲ କିପରି ନିଜକୁ ଜଣେ ପ୍ରେରିତ ଭାବେ ସାବ୍ୟସ୍ତ କରିବାକୁ ବାଧ୍ୟ ହେଉଛନ୍ତି। ସେ କହିବାକୁ ଚାହାନ୍ତି, ଯଦି ତୁମେମାନେ ମୋହର ପ୍ରଚାରର ବିପରୀତ ଭାବେ ଶିକ୍ଷା ଦେଉଥିବା ଲୋକମାନଙ୍କ ପ୍ରତି ସହିଷ୍ଣୁତାର ସହିତ ଆଚରଣ କରୁଅଛ, ତାହେଲେ ମୁଁ ଜଣେ ଖ୍ରୀଷ୍ଟଙ୍କ ପ୍ରେରିତ ବ୍ୟକ୍ତି ହେଲେ ସୁଦ୍ଧା ତୁମେମାନେ ମୋ ସହିତ କାହିଁକି ସହିଷ୍ଣୁତା ରକ୍ଷା କରିପାରୁନାହ? 11 ପର୍ବର 6 ପଦରେ ଲେଖା ଅଛି, କିନ୍ତୁ ଯଦ୍ୟପି ମୁଁ ବକ୍ତୃତାରେ ଅପଟୁ, ତଥାପି ମୁଁ ଜ୍ଞାନରେ ଅପଟୁ ନୁହେଁ। ପ୍ରକୃତରେ ଆମ୍ଭେମାନେ ସମସ୍ତ ପ୍ରକାରେ ସମସ୍ତ ବିଷୟରେ ତୁମମାନଙ୍କ ପ୍ରତି ଏହା ପ୍ରକାଶ କଲୁ। ପାଉଲ ଜଣେ ଜ୍ଞାନୀ ଥିଲେ, ମାତ୍ର ସେ ଅତି ସରଳ ଭାଷା ବ୍ୟବହାର କରୁଥିଲେ, କାରଣ ସରଳ ଭାବେ ସୁସମାଚାର ପ୍ରଚାର କରିବା ପାଉଲଙ୍କ ପ୍ରଚାରର ଶୈଳୀ ଥିଲା। ପାଉଲ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ତାହାଙ୍କ ଲେଖାରୁ ଆମେ ଜାଣିପାରିବା ଯେ ଏହି ଜଗତରେ ଯେକୌଣସି ବ୍ୟକ୍ତିଠାରୁ ତାହାଙ୍କର ଜ୍ଞାନ ଯଥେଷ୍ଟ ଉଚ୍ଚତର ଥିଲା ବା ଉତ୍କୃଷ୍ଟତର ଥିଲା। 11 ପର୍ବର 7 ପଦରୁ 9 ପଦରେ ଲେଖା ଅଛି, ଅବା ତୁମେମାନେ ଯେପରି ଉନ୍ନତ ହୁଅ, ଏଥିନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନା ମୂଲ୍ୟରେ ତୁମମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କ'ଣ ପାପ କଲି? ତୁମମାନଙ୍କର ସେବା କରିବା ନିମନ୍ତେ ମୁଁ ଅନ୍ୟାନ୍ୟ ମଣ୍ଡଳୀ ସମୂହରୁ ବେତନ ଗ୍ରହଣ କରି ସେମାନଙ୍କୁ ଲୁଣ୍ଠନ କଲି। କିନ୍ତୁ ମୁଁ ତୁମମାନଙ୍କ ମଧ୍ୟରେ ଥିବା ସମୟରେ ଯେତେବେଳେ ଅଭାବଗ୍ରସ୍ତ ହୋଇଥିଲି, ସେତେବେଳେ ମୁଁ କୌଣସି ଲୋକର ଭାରସ୍ୱରୂପ ହୋଇନଥିଲି, କାରଣ ମାକିଦୋନିଆରୁ ଭାଇମାନେ ଆସି ମୋହର ଅଭାବ ପୂରଣ କରିଥିଲେ। ପୁଣି କୌଣସି ବିଷୟରେ ତୁମମାନଙ୍କର ଭାରସ୍ୱରୂପ ନ ହେବାକୁ ଆପଣା ବିଷୟରେ ଜାଗ୍ରତ ହୋଇଥିଲି, ଆଉ ଜାଗ୍ରତ ହୋଇ ରହିବି। ପାଉଲ କରିନ୍ଥିୟମାନଙ୍କୁ ତାହାଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଦୌ ଅନୁମତି ଦିଅନ୍ତି ନାହିଁ କି ଦେବେ ନାହିଁ। ତାହାଙ୍କୁ ସେହି ତମ୍ବୁ ନିର୍ମାଣ କରିବା ନିମନ୍ତେ କଠିନ ପରିଶ୍ରମ କରିବାକୁ ଥିଲା। କିନ୍ତୁ ଅନ୍ୟ କେତେକ ସାଧୁମାନେ ତାହାଙ୍କ ନିମନ୍ତେ ସାହାଯ୍ୟ ପଠାଇଥିଲେ, ଯେପରି ସେ କିଛି ସମୟ ସୁସମାଚାର ପ୍ରଚାର ନିମନ୍ତେ ସମୟ ଦେବା ପାଇଁ ସମର୍ଥ ହୋଇପାରନ୍ତି। ମାତ୍ର କରିନ୍ଥିୟମାନେ ତାହାଙ୍କୁ ସାହାଯ୍ୟ କଲେ ନାହିଁ। କିନ୍ତୁ ତାହାଙ୍କର ଏହି ପ୍ରକାର ପରିସ୍ଥିତି ତାହାଙ୍କ ପ୍ରେରିତ ପଦର ଅଧିକାର ଉପରେ କୌଣସି ଆଞ୍ଚ ଆଣିପାରି ନ ଥିଲା। ମାତ୍ର ସେ ଏହି ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ତାହାଙ୍କ ପ୍ରେରିତ ପଦର ଦାୟିତ୍ୱକୁ ଅତି ବିଶ୍ୱସ୍ତ ଭାବେ ତୁଲାଇଥିଲେ। ବେଳେବେଳେ ମୁଁ ଭାବେ ଯେ ପ୍ରେରିତ ପାଉଲ ଯେତେବେଳେ ସେ ନିଜ ହସ୍ତରେ ତମ୍ବୁ ନିର୍ମାଣ କରୁଥିବେ, ସେତେବେଳେ ସେ କେତେ ପରିଶ୍ରମ କରୁଥିବେ। ତଥାପି ସେ ସେହି ତମ୍ବୁ ନିର୍ମାଣ କରି ନିଜର ଚାହିଦା ବା ନିଜର ଆବଶ୍ୟକତାକୁ ମେଣ୍ଟାଇବା ସଙ୍ଗେ ସଙ୍ଗେ ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ମଧ୍ୟ ସାହାଯ୍ୟ କରୁଥିଲେ। ସେ ଅନ୍ୟମାନଙ୍କ ଉପରେ ନିର୍ଭର କରୁନଥିଲେ। ସେ ଅନ୍ୟମାନଙ୍କଠାରୁ ଦାନ ସଂଗ୍ରହ କରୁନଥିଲେ। ଆଜି ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ବିଶ୍ୱାସୀମାନଙ୍କଠାରୁ ଦାନ ସଂଗ୍ରହ କରାଯାଏ। କିନ୍ତୁ ଚିନ୍ତା କରନ୍ତୁ, ପ୍ରେରିତ ପାଉଲ ସେ ବିଭିନ୍ନ ସ୍ଥାନକୁ ଯାଇ ସୁସମାଚାର ପ୍ରଚାର କରୁଥିଲେ। ତାଙ୍କର ଅର୍ଥର ଆବଶ୍ୟକତା ଥିଲା, କିନ୍ତୁ ସେ ସେହି ସମସ୍ତ ଅର୍ଥ ନିଜ ହସ୍ତରେ ପରିଶ୍ରମ କରିକି ରୋଜଗାର କରୁଥିଲେ, ଆଉ ତାହାକୁ ମଧ୍ୟ ପ୍ରଭୁଙ୍କ ପାଇଁ ଦେଉଥିଲେ। ଚିନ୍ତା କରିପାରୁଛନ୍ତି ପାଉଲଙ୍କର ବିଶ୍ୱସ୍ତତା, ପାଉଲଙ୍କର ଧୈର୍ଯ୍ୟ, ପାଉଲଙ୍କର ପରିଶ୍ରମ, ପାଉଲଙ୍କର କ୍ଲେଶ। ତଥାପି ସେ ସୁସମାଚାର ପ୍ରଚାର କରିବା ପାଇଁ ପଛଘୁଞ୍ଚା ଦେଇନଥିଲେ। 11 ପର୍ବର
10 ପଦରୁ 12 ପଦ ମଧ୍ୟରେ ଲେଖା ଅଛି, ମୋଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ ଆଖାୟାର ଅଞ୍ଚଳ ସମୂହରେ ମୋହର ଏହି ଦର୍ପ କେହି ଖଣ୍ଡନ କରିବ ନାହିଁ। କାହିଁକି? ମୁଁ ତୁମମାନଙ୍କୁ ପ୍ରେମ କରୁ ନଥିବାରୁ? ଈଶ୍ୱର ଜାଣନ୍ତି। କିନ୍ତୁ ଦର୍ପର ବିଷୟରେ ଆମମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥିନିମନ୍ତେ ମୁଁ ଯାହା କରୁଅଛି ତାହା କରୁଥିବି। ଦେଖନ୍ତୁ ପାଉଲଙ୍କର କି ପ୍ରକାର ଉତ୍ସର୍ଗୀକୃତ ଜୀବନ। ପାଉଲ କହନ୍ତି ଯେ ସେ ଦର୍ପ କରୁଅଛନ୍ତି କାରଣ ଏହା ସତ୍ୟ ଓ ସେ ସେମାନଙ୍କ ନିମନ୍ତେ ଉଦ୍ଯୋଗୀ ଓ ସେମାନଙ୍କ ନିମନ୍ତେ ଭୟଗ୍ରସ୍ତ। ଅନ୍ୟ ଲୋକମାନେ ଏପରିକି ଆପୋଲ ଜଣେ ସୁବକ୍ତା ହୋଇଥାଇପାରନ୍ତି ଓ ସେ ପାଉଲଙ୍କ ଅପେକ୍ଷା ଅଧିକ ଚିକ୍କଣ କଥା କହିପାରନ୍ତି, ମାତ୍ର ସେ ପାଉଲଙ୍କ ପରି ସୁସମାଚାର ପ୍ରଚାର କାର୍ଯ୍ୟରେ ପରିଶ୍ରମୀ ନୁହନ୍ତି କି ପାଉଲଙ୍କ ପରି ଅତି ପ୍ରାଞ୍ଜଳ ତଥା ସରଳ ଭାବରେ ସୁସମାଚାର ପ୍ରଚାର କରି ନ ପାରନ୍ତି। ତେବେ ସେ ଏଠାରେ ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ଏହିପରି କହନ୍ତି ନାହିଁ। ମାତ୍ର ଘଟଣା ହେଉଛି ଯେ ପାଉଲ ଜଣେ ତମ୍ବୁ ନିର୍ମାଣକାରୀ ଥିଲେ। ସେ କରିନ୍ଥିୟମାନଙ୍କଠାରୁ କୌଣସି ପାରିଶ୍ରମିକ ଗ୍ରହଣ କରିନଥିଲେ। ମାତ୍ର ଏହା ତାହାଙ୍କ ପ୍ରେରିତ ପଦ ଉପରେ କୌଣସି ଆଞ୍ଚ ଆଣେ ନାହିଁ କିମ୍ବା ପ୍ରେରିତ ପଦରୁ ତାହାଙ୍କୁ ବଞ୍ଚିତ କରେ ନାହିଁ। 11 ପର୍ବର 13 ପଦରୁ 14 ପଦ ମଧ୍ୟରେ ଲେଖା ଅଛି, କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି। ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ପ୍ରକୃତରେ ଏହିପରି ଅନେକ ଶଠ ଓ ଭଣ୍ଡ ପ୍ରେରିତମାନେ ଥିଲେ, ଯେଉଁମାନେ କି ଖ୍ରୀଷ୍ଟଙ୍କ ପ୍ରେରିତ ବ୍ୟକ୍ତି ନ ହେଲେ ମଧ୍ୟ ନିଜକୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି କହୁଥିଲେ। ମାତ୍ର ସେମାନେ ପ୍ରକୃତରେ ଶୟତାନର ଦାସ ଥିଲେ। ଏଠାରେ ଆମେ ଶୟତାନର ଆଉ ଏକ ରୂପ ଦେଖିବାକୁ ପାରୁଅଛୁ ଯେ ସେ ଦୀପ୍ତିମୟ ଦୂତର ବେଶ ଧାରଣ କରେ, ଯଦ୍ୱାରା ତାହାକୁ ଚିହ୍ନିବା ବଡ଼ କଷ୍ଟକର ହୁଏ। ତେଣୁକରି ପାଉଲ କରିନ୍ଥିୟମାନଙ୍କୁ ଏହିପରି ଭଣ୍ଡ ପ୍ରେରିତମାନଙ୍କ ବିଷୟରେ ସାବଧାନ କରାଇ ଦିଅନ୍ତି, ଯେପରି ସେମାନେ ସେମାନଙ୍କର ଭଣ୍ଡାମି ତଥା ଶଠତାର ଶିକାର ନ ହୁଅନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ସେହି ପ୍ରକାର ଘଟୁନାହିଁ? ଆଜି ମଧ୍ୟ ସେହିପରି ଘଟୁଅଛି। ଆଜି ଅନେକ ପ୍ରଭୁଙ୍କର ସେବକ ଭାବରେ ବାହାରିଛନ୍ତି, ଯେଉଁମାନେ କି କେବଳ ନିଜର ପେଟ ପାଇଁ ସେମାନେ କାର୍ଯ୍ୟ କରନ୍ତି, ମାତ୍ର ଆତ୍ମା ଲାଭ ପାଇଁ ନୁହେଁ ବା ମେଷମାନଙ୍କର ସୁରକ୍ଷା ପାଇଁ ନୁହେଁ। ଆଜି ଅନେକ ପାଳକମାନେ ବାହାରିଛନ୍ତି, ଯେଉଁମାନେ କି କେବଳ ନିଜକୁ ପାଳନ କରନ୍ତି, ମାତ୍ର ପ୍ରଭୁଙ୍କର ଲୋକମାନଙ୍କୁ ପାଳନ କରିପାରନ୍ତି ନାହିଁ। ସେମାନେ ପ୍ରଭୁଙ୍କର ବାକ୍ୟରେ ମଧ୍ୟ ସେତେଦୂର ସୁଦକ୍ଷ ନୁହନ୍ତି ତାହାକୁ ନିର୍ଭୁଲ ଭାବେ ପ୍ରଚାର କରିବା ପାଇଁ। ପ୍ରଭୁଙ୍କ ବାକ୍ୟର ବିକୃତ ଅର୍ଥ କରି ଲୋକମାନଙ୍କୁ ଭୁଲ ଶିକ୍ଷା ମଧ୍ୟ ଦିଅନ୍ତି। ତେଣୁକରି ଏଥିନିମନ୍ତେ ଆମମାନେ ପ୍ରତ୍ୟେକ ସଚେତନ ହେବା ଉଚିତ। ଏହାପରେ 11 ପର୍ବର 15 ପଦରେ ଏହିପରି ଲେଖା ଅଛି, ଅତଏବ ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ। ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ। ଏଠାରେ ଏକ ଭୟ କରିବାର ବିଷୟ ହେଉଛି ଯେ ଶୟତାନର ମଧ୍ୟ ସେବକମାନେ ଅଛନ୍ତି। ଶୟତାନ ନିଜେ ଯେପରି ଦୀପ୍ତିମୟ ଦୂତର ବେଶ ଧାରଣ କରେ, ସେହିପରି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କର ବେଶ ଧାରଣ କରନ୍ତି। ସେମାନେ ଅତି ଆକର୍ଷଣୀୟ ବେଶ ଧାରଣ କରନ୍ତି। ମାତ୍ର ପାଉଲ କହନ୍ତି, ତାହା ମଧ୍ୟ ବଡ଼ ବିଷୟ ନୁହେଁ। ମାତ୍ର ବଡ଼ ବିଷୟ ହେଉଛି ଯେ ସେମାନେ ସେମାନଙ୍କ କର୍ମର ସମୁଚିତ ଫଳ ଭୋଗ କରିବେ, ଆଉ ତାହା ଅତି ଭୟଙ୍କର। ପ୍ରିୟ ବନ୍ଧୁ, ବର୍ତ୍ତମାନ ଏ ପ୍ରକାର ସମୟ ଆସୁଅଛି ଯେ ଅନେକ ଭଣ୍ଡ ଖ୍ରୀଷ୍ଟମାନେ ବାହାରିବେ, ଯେଉଁମାନେ କି ଖ୍ରୀଷ୍ଟଙ୍କର
ବେଶ ଧାରଣ କରି ଖ୍ରୀଷ୍ଟଙ୍କ ନାମ ନେଇ ସେମାନେ ବିଭିନ୍ନ ପ୍ରକାର ଭ୍ରାନ୍ତ ଶିକ୍ଷା ପ୍ରଚଳିତ କରାଇବେ। ସେମାନେ ପାଉଲଙ୍କର ସୁଷମାଚାରର ବିପରୀତ ଶିକ୍ଷାମାନ ପ୍ରଦାନ କରିବେ। ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେ ମୃତ୍ୟୁ ଓ ପୁନରୁତ୍ଥାନର ବିପରୀତ ଶିକ୍ଷାମାନ ଦେବେ, ଯେହେତୁ ସେମାନେ ପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ସେମାନେ ଏ ପ୍ରକାର ଭାବେ ଶିକ୍ଷା ଦେବେ ଆଉ ଏ ପ୍ରକାର ବେଶ ଧାରଣ କରିବେ, ଯଦ୍ୱାରା କି ବିଶ୍ୱାସୀମାନେ ତାହା ସହଜରେ ଜାଣିପାରିବେ ନାହିଁ, ସେମାନଙ୍କୁ ଚିହ୍ନି ପାରିବେ ନାହିଁ, ଆଉ ସେମାନେ ସେମାନଙ୍କର ଚାତୁରାଇରେ ପଡ଼ିଯିବେ, ଯଦ୍ୱାରା କି ସେମାନେ ପ୍ରଭୁଙ୍କଠାରୁ ଦୂରକୁ ଚାଲିଯିବେ। ତେଣୁ ପ୍ରିୟ ବନ୍ଧୁ, ସମୟ ଆସୁଅଛି ଆମମାନେ ପ୍ରଭୁଙ୍କ ବାକ୍ୟରେ ଯଦି ଆମମାନେ ସଚେତନ ନ ହେବା, ପ୍ରଭୁଙ୍କ ବାକ୍ୟକୁ ଭଲ ଭାବରେ ଆମମାନେ ଶିକ୍ଷା ନ କରିବା ଏବଂ ପ୍ରଭୁଙ୍କର ଲୋକମାନଙ୍କୁ ଆମେ ଯଦି ଭଲ ଭାବରେ ନ ଜାଣିବା, ତାହେଲେ ଆମେ ନିଶ୍ଚିତ ଭାବରେ ଭ୍ରାନ୍ତ ଶିକ୍ଷାରେ ପଡ଼ିବା, ଆଉ ଯଦ୍ୱାରା ଆମମାନଙ୍କର ଆତ୍ମିକ ଜୀବନରେ ଆମମାନେ ପତିତ ହେବା। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ସଚେତନତାର ଜୀବନ ଦାନ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। କରନ୍ଥୀ ମଣ୍ଡଳୀର ବିଶ୍ୱାସୀମାନଙ୍କ ନିମନ୍ତେ ପାଉଲଙ୍କର ଗୋଟିଏ ଇଚ୍ଛା ଥିଲା, ସେମାନେ ଯେପରି ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୁଅନ୍ତୁ, ସମସ୍ତ ଭ୍ରାନ୍ତ ଚିନ୍ତା ଶିକ୍ଷାରୁ ଦୂରରେ ରୁହନ୍ତୁ। କରନ୍ଥୀ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ଏକମାତ୍ର ଉଦ୍ଦେଶ୍ୟ ଥିଲା। ପାଉଲ ସେମାନଙ୍କର ଆତ୍ମିକ ପିତା ଥିଲେ, ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ନିକଟକୁ ଆଣିଥିଲେ। ତେଣୁ ସେମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଯେପରି ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଅନିନ୍ଦନୀୟ ନିର୍ଦ୍ଦୋଷ ଦେଖାଯିବେ, ଅର୍ଥାତ୍ ସମ୍ପୂର୍ଣ୍ଣ ଖ୍ରୀଷ୍ଟଙ୍କଠାରେ ନିଜକୁ ସମର୍ପଣ କରିବେ, ପବିତ୍ର ଜୀବନ କାଟିବେ, ଯେପରି ପ୍ରଭୁ ଯୀଶୁଙ୍କଠାରେ ଗ୍ରହଣଯୋଗ୍ୟ ହୋଇପାରିବେ। ଆଜି କ'ଣ ଆମ ବିଶ୍ୱାସ ସେ ପ୍ରକାର କି? ଆମେ କ'ଣ ନିର୍ଦ୍ଦୋଷ ଓ ଅନନ୍ଦନୀୟ ଜୀବନ କାଟୁଛୁ? ଯଦି ଆମେ ନିର୍ଦ୍ଦୋଷ ଅନିନ୍ଦନୀୟ ଜୀବନ କାଟୁ, ତେବେ ଖ୍ରୀଷ୍ଟଙ୍କ ଅନୁଗ୍ରହ ଆମମାନଙ୍କ ଜୀବନରେ ଆମେ ଉପଲବ୍ଧି କରିପାରିବା। ତେବେ ଆଜି ତ ଆମ ସମୟ ଶେଷ ହୋଇ ଆସିଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ, ତୁମ ପ୍ରଶଂସା କରୁଅଛୁ। ପ୍ରଭୁ, ତୁମେ ଆମଠାରୁ ପବିତ୍ରତା ଆଶା କରିଥାଅ। ଆମେ ଏଇ ମନ୍ଦ ଜଗତରେ ଯେପରି ପ୍ରଭୁ ପୃଥକୀକୃତ ଜୀବନ କାଟିବୁ, ତୁମ ସହିତ ଲାଗି ରହିବୁ, ସେପରି କୃପା ତୁମେ କର। ସବୁ ପ୍ରକାର ଅମଙ୍ଗଳରୁ ତୁମେ ରକ୍ଷା କର। ତୁମ ଆଶୀର୍ବାଦର ହସ୍ତ ତୁମେ ଆମମାନଙ୍କ ଉପରେ ରଖ, ଯେପରି ପ୍ରଭୁ ଆମମାନେ ତୁମରି ମହିମା, ତୁମରି ଗୌରବ କରିବାକୁ ପାରିବୁ, ସେପରି କୃପା ତୁମେ କର। ପ୍ରଭୁ, ଆଜିର ପ୍ରଚାରିତ ବାକ୍ୟ ପାଇଁ ଆମେ ତୁମର ଧନ୍ୟବାଦ କରୁଅଛୁ। ଏହି ସମୟରେ ପୁଣି ଥରେ ତୁମ ନିକଟରେ ନିଜ ନିଜକୁ ସମର୍ପଣ କରି ଏହି ପ୍ରାର୍ଥନା ଆମମାନଙ୍କ ନିମନ୍ତେ ପ୍ରାଣ ଦେଇଥିବା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତର ହେଲା ଏ ପ୍ରଭୁ। ଆଜିର ପ୍ରଶ୍ନଟି ହେଲା, କିଏ ତମ୍ବୁ ନିର୍ମାଣକାରୀ ଥିଲେ? ଏ ଯାକୁବ, ବି ଦାଉଦ, ସି ପାଉଲ, ଡି ଜହନ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 0444908126 রে মিসড কল দেই বিজয় হই পারিবে। গত সপ্তাহর বিজয় দর্শক বন্ধু হেলে কন্ধমালରୁ ଅର୍ପଣ ନାୟକ ଓ ପରିବାର।